ଏକ ଛୋଟ ସହରରେ ରହୁଥିଲେ। ସେ ଜଣେ ଧନୀ ବ୍ୟବସାୟୀ ଥିଲେ। ତାଙ୍କ ବୟସ ପ୍ରାୟ 38 ବର୍ଷ ଥିଲା। କିନ୍ତୁ ସେ ଦେଖାଯାଉଥିଲେ ଯେପରି ସେ ଏବେ ଏବେ ଯୌବନରେ ପହଞ୍ଚିଛନ୍ତି। ତାଙ୍କ ଘର ବଡ଼ ଥିଲା, 2 ମହଲା ବିଶିଷ୍ଟ। ତଥାପି ସେ ଏକା ରହୁଥିଲେ, କାରଣ ତାଙ୍କ ସ୍ତ୍ରୀ ବିଦେଶରେ କାମ କରୁଥିଲେ ଏବଂ ବର୍ଷକୁ କେବଳ ଥରେ ଆସୁଥିଲେ। ସୁନୀଲ ସାରା ଦିନ ଅଫିସରେ ବ୍ୟସ୍ତ ରହୁଥିଲେ ଏବଂ ସନ୍ଧ୍ୟାରେ କ୍ଳାନ୍ତ ହୋଇ ଘରକୁ ଫେରୁଥିଲେ। ତାଙ୍କୁ ଘରର କାମ କରିବା ପାଇଁ ଜଣେ ଚାକରାଣୀର ଆବଶ୍ୟକତା ଥିଲା। କୋମଲ ପାଖ ଗାଁରୁ ଆସିଥିଲେ। କୋମଲ 32 ବର୍ଷ ବୟସରେ ଥିଲେ, କିନ୍ତୁ ସେ ଜଣେ ଚଳଚ୍ଚିତ୍ର ନାୟିକା ପରି ଦେଖାଯାଉଥିଲେ। ତାଙ୍କ ଆଖି ବଡ଼ ବଡ଼ ଥିଲା, ଯେପରି ଅନ୍ଧାର ମେଘରେ ବିଜୁଳି ଚମକୁଥିଲା ଏବଂ ତାଙ୍କ କେଶ ଲମ୍ବା ଏବଂ ତାଙ୍କ ଅଣ୍ଟା ପର୍ଯ୍ୟନ୍ତ ବହିଯାଉଥିଲା। ସେ ଚାଲିବା ସମୟରେ ତାଙ୍କ ଶରୀର ପବନରେ ଲହଡ଼ି ମାରୁଥିଲା। ସେ ଏକ ଗାଁରୁ ଆସିଥିଲେ, କିନ୍ତୁ ସହରକୁ ଯିବା ପରେ ସେ ଟିକେ ସ୍ମାର୍ଟ ହୋଇଯାଇଥିଲେ। ସେ ଏକ ଶାଢ଼ୀ ପିନ୍ଧିଥିଲେ, କିନ୍ତୁ ଶାଢ଼ୀ ଏପରି ଭାବରେ ବାନ୍ଧିଥିଲେ ଯେ ଯାହା ତାଙ୍କ ଶରୀରରେ ଟିକେ ପ୍ରକାଶ କରିଥିଲା। ଦେଖଣାହାରୀଙ୍କୁ ଭାବିବାକୁ ବାଧ୍ୟ କରିଥିଲା। ତାଙ୍କ କଟି ଟିକେ ଦୃଶ୍ୟମାନ ହେଉଥିଲା, ଯେପରି ହୃଦୟ ସ୍ପନ୍ଦନକୁ ଟାଣି ନେଉଥିଲା। କିନ୍ତୁ କୋମଲ ନିଜେ ବହୁତ ସରଳ ଥିଲେ, କେବଳ ତାଙ୍କ କାମରେ ଧ୍ୟାନ ଦେଉଥିଲେ। ତାଙ୍କ ସ୍ୱାମୀ ରାମୁ ଗାଁରେ ରହୁଥିଲେ, କିନ୍ତୁ ସେ ଜଣେ ମଦ୍ୟପ ବ୍ୟକ୍ତି ଥିଲେ। ସେ ପ୍ରତିଦିନ ମଦ୍ୟପାନ କରି ଶୋଇପଡ଼ୁଥିଲେ। ଘରର ବୋଝ କୋମଲ ଉପରେ ପଡ଼ିଲା। ସେମାନଙ୍କର 2ଟି ଛୋଟ ପିଲା ଥିଲେ। କୋମଲ ନିଜେ ସେମାନଙ୍କର ଯତ୍ନ ନେଉଥିଲେ। ସେ ସୁନୀଲଙ୍କ ଘରେ କାମ କରି ଘର ଚଳାଉଥିଲେ। କିଛି ମାସ ପୂର୍ବରୁ ସୁନୀଲ କୋମଲକୁ ନିଯୁକ୍ତି ଦେଇଥିଲେ। ପ୍ରଥମ ଥର କୋମଲ ଘରକୁ ଆସିବା ସମୟରେ ସୁନୀଲ ଦ୍ୱାର ଖୋଲିଥିଲେ। କୋମଲ ଏକ ଲାଲ ଶାଢ଼ୀ ପିନ୍ଧିଥିଲେ, ଯାହା ତାଙ୍କ ଗୋରା ଚର୍ମ ଉପରେ ଚମକୁଥିଲା। ସେ ପ୍ରଣାମ କଲେ ଏବଂ ସୁନୀଲ ତାଙ୍କୁ ଘର ଭିତରକୁ ସ୍ୱାଗତ କଲେ ଏବଂ ସୁନୀଲଙ୍କ ଦୃଷ୍ଟି ତାଙ୍କ ଉପରେ ସ୍ଥିର ରହିଲା। ଭିତରକୁ ଆସ କୋମଲ, ସୁନୀଲ କହିଲେ। ତାଙ୍କ କଣ୍ଠରେ ଏକ ଉଷ୍ଣତା ଥିଲା। କୋମଲ ହସି ହସି କହିଲେ, ହଁ ସାର୍, ମୁଁ ଏବେ ମୋର କାମ ଆରମ୍ଭ କରିଦେଉଛି। ସୁନୀଲ ହସି କହିଲେ, ହଁ, କିନ୍ତୁ ପ୍ରଥମେ ଚା ତିଆରି କର। ଆପଣଙ୍କ ଥକାପଣକୁ ଶାନ୍ତ କରନ୍ତୁ। ମୁଁ ଭଲ ଚା ପାଏ। ଦେଖିବା ତୁମେ କିପରି ଚା ତିଆରି କରୁଛ। କୋମଲ ରୋଷେଇ ଘରକୁ ଗଲା ଏବଂ ସୁନୀଲ ସୋଫାରେ ବସି ଭାବୁଥିଲା ଯେ ଏହି ଝିଅଟି କେତେ ଚତୁର। କାମ କରୁଥିବା ସମୟରେ ତା'ର ଗତିବିଧି ଦେଖି ସେ ନାଚୁଥିବା ପରି ଲାଗୁଥିଲା। କୋମଲ ରୋଷେଇ ଘରେ ଚା ତିଆରି କରୁଥିଲା। ସେ ଚୁଲି ଉପରେ କେଟେଲ ରଖି ତଳକୁ ନଇ ଚିନି ଆଣିବା ସମୟରେ ସୁନୀଲ କିଛି ନ କହି ବାହାରୁ ଏସବୁ ଦେଖୁଥିଲେ। କୋମଲଙ୍କ ଶାଢ଼ୀ ଟିକେ ଖସି ଯାଇଥିଲା। ସୁନୀଲ ଭାବିଲେ ସେ କେତେ ନରମ ଦେଖାଯାଉଥିଲେ, ଗୋଲାପ ପାଖୁଡ଼ା ପରି। କିନ୍ତୁ ସେ ନିଜକୁ ଅଟକାଇ ଖବରକାଗଜ ପଢ଼ିବା ଆରମ୍ଭ କଲେ। ତାପରେ କୋମଲ ଚା ଆଣିଲେ। ସାର୍, ଚା। ସୁନୀଲ ଚା ନେବା ସମୟରେ ତାଙ୍କ ହାତ କୋମଲଙ୍କ ହାତକୁ ସ୍ପର୍ଶ କଲା। ସେମାନେ ଦୁହେଁ ଅଟକିଗଲେ। ସେମାନଙ୍କର ଆଖି ମିଶିଗଲା। କୋମଲ ଲାଜରେ ତାଙ୍କ ଦୃଷ୍ଟିକୁ ତଳକୁ କଲେ, କିନ୍ତୁ ସୁନୀଲ ହସି ହସି କହିଲେ, ତୁମେ ଚାରେ ସ୍ୱାଦ ଅଛି କୋମଲ, ମିଠା ଏବଂ ଗରମ। କୋମଲ ଭାବିଲା, ଏ ବାବୁ ଜଣକ କେତେ ଭଲ। କିନ୍ତୁ ତାଙ୍କ ଆଖିରେ ଟିକେ ଚମକ ଥିଲା, ଯେପରି ସେ ଅନ୍ୟ କିଛି ବିଷୟରେ ଭାବୁଥିଲେ। ପରଦିନ ସକାଳେ କୋମଲ କାମକୁ ଆସି ଘର ସଫା କରିବାକୁ ଲାଗିଲେ। ସୁନୀଲ ଅଫିସ ପାଇଁ ପ୍ରସ୍ତୁତି ହେଉଥିଲେ। କୋମଲ ଘର ଝାଡ଼ୁ କରୁଥିଲେ ଏବଂ କୋଠରୀର କୋଣ ସଫା କରିବାକୁ ନଇଁ ପଡ଼ୁଥିଲେ। ସୁନୀଲ ବାଥରୁମରୁ ବାହାରକୁ ଆସି କୋମଲକୁ ଦେଖିଲେ। ସୁନୀଲଙ୍କ ନିଶ୍ୱାସ ଦ୍ରୁତ ହୋଇଗଲା। କିନ୍ତୁ ସେ ପଚାରିଲେ, କୋମଲ, ଆଜି ରାତ୍ରି ଭୋଜନରେ କ'ଣ ରାନ୍ଧିବ? କୋମଲ ସିଧା ହୋଇ କହିଲା, ମହାଶୟ, ଆପଣ ଯାହା କହିବେ, ଡାଲି, ରୁଟି କିମ୍ବା ଅନ୍ୟ କିଛି। ସୁନୀଲ ହସି ହସି କହିଲେ, ଏପରି ଏକ ଜିନିଷ ତିଆରି କର ଯାହା ସ୍ୱାଦିଷ୍ଟ ଏବଂ ମୁଁ ଏହାକୁ ଭୁଲିବି ନାହିଁ। କୋମଲ ହସି କହିଲେ, ହଁ ମହାଶୟ, ମୁଁ ଚେଷ୍ଟା କରିବି। କୋମଲ ଭାବିଲା ଯେ ମାଲିକ କେତେ ମଜାଦାର।
ଏହାପରେ କୋମଲ ତାଙ୍କ କାମରେ ବ୍ୟସ୍ତ ହୋଇଗଲା। ଦିନ ବିତି ଚାଲିଲା। କୋମଲ ପ୍ରତିଦିନ ସକାଳେ ଆସୁଥିଲେ, ଘର ସଫା କରୁଥିଲେ, ରୋଷେଇ କରୁଥିଲେ ଏବଂ ସନ୍ଧ୍ୟାରେ ଚାଲି ଯାଉଥିଲେ। ସୁନୀଲ ତାଙ୍କ ସହିତ କଥା ହେଉଥିଲେ। ଗୋଟିଏ ଦିନ କୋମଲ ରୋଷେଇ ଘରେ ପନିପରିବା କାଟୁଥିଲେ। ସୁନୀଲ ଭିତରକୁ ଆସି ପଚାରିଲେ, କୋମଲ, ତୁମ ସ୍ୱାମୀ କ'ଣ କରନ୍ତି? କୋମଲ ଦୁଃଖର ସହିତ ଉତ୍ତର ଦେଲା, ସାର୍, ସେ କେବଳ ମଦ ପିଇ ଶୋଇଥାନ୍ତି। ମୁଁ ଘର ଚଲାଏ। ସୁନୀଲ ସହାନୁଭୂତି ସହିତ କହିଲେ, ଓଃ, ତୁମେ କେତେ କଠିନ ପରିଶ୍ରମ କରୁଛ। ମୁଁ ତୁମକୁ ସାହାଯ୍ୟ କରିପାରିବି। ଯଦି ତୁମକୁ କିଛି ଦରକାର ହୁଏ ମୋତେ ଜଣାଅ। କୋମଲ ଉପରକୁ ଚାହିଁ କହିଲା, ସାର୍, ଆପଣ ପୂର୍ବରୁ ବହୁତ ସାହାଯ୍ୟ କରିଛନ୍ତି। ସୁନୀଲ ପାଖକୁ ଆସି କହିଲା, ତୁମେ କହିଲେ ମୁଁ ତୁମକୁ ଆହୁରି ସାହାଯ୍ୟ କରିପାରିବି। କୋମଲର ହୃଦୟ ଧଡ଼ ଧଡ଼ କଲା, କିନ୍ତୁ ସେ ହସି କହିଲା, ହଁ ମହାଶୟ, ଏତିକି ଯଥେଷ୍ଟ। ସୁନୀଲ ତାଙ୍କ କାନ୍ଧରେ ହାତ ରଖିଲା, କିନ୍ତୁ ତୁରନ୍ତ ତାହା କାଢ଼ିଦେଲା, ଯେପରି ଭୁଲରେ। କୋମଲ କିଛି କହିଲା ନାହିଁ। ସେ କାମ ଜାରି ରଖିଲା। ତାପରେ ସନ୍ଧ୍ୟାରେ କୋମଲ ଘରକୁ ଫେରୁଥିଲା। ସୁନୀଲ କହିଲା, କୋମଲ, ଟିକେ ଅପେକ୍ଷା କର। ଘରେ ଏକାକୀ ଅନୁଭବ ହେଉଛି। କୋମଲ ଉତ୍ତର ଦେଲା, ମହାଶୟ, ପିଲାମାନେ ମୋତେ ଘରେ ଅପେକ୍ଷା କରିଥିବେ। କିନ୍ତୁ ସୁନୀଲ ତାଙ୍କୁ ଏକ ଉପହାର ଦେଲେ। ଏହି ଶାଢ଼ୀ ତୁମ ପାଇଁ। କୋମଲ ଏହାକୁ ଖୋଲିଲା। ଏହା ଏକ ପତଳା ଚକଚକିଆ ନୀଳ ଶାଢ଼ୀ ଥିଲା। କୋମଲ ପଚାରିଲା, ଏହା କାହିଁକି ସାର୍? ସୁନୀଲ କହିଲା, ତୁମେ ଏଥିରେ ଭଲ ଦେଖାଯିବ। କୋମଲ ଲାଜରେ ଲାଲ ହୋଇଗଲା, କିନ୍ତୁ ନେଇଗଲା। ତାପରେ ସେ ଘରକୁ ଯାଇ ଭାବିଲା, ମାଲିକ କେତେ ଭଲ। ପରଦିନ ସେ ସମାନ ଶାଢ଼ୀ ପିନ୍ଧି କାମକୁ ଆସିଲା। ସୁନୀଲ ତାଙ୍କୁ ଦେଖି କହିଲେ, ୱାଓ, କୋମଲ, ତୁମେ ଜଣେ ପରୀ ପରି ଦେଖାଯାଉଛ। ତୁମେ କେତେ ଫିଟ୍? କୋମଲ ହସି ହସି କହିଲା, ଧନ୍ୟବାଦ ସାର୍। ଗୋଟିଏ ସନ୍ଧ୍ୟାରେ ସୁନୀଲ କ୍ଳାନ୍ତ ହୋଇ ଘରକୁ ଫେରିଲେ। କୋମଲ ରାତ୍ରି ଭୋଜନ ପ୍ରସ୍ତୁତ କରୁଥିଲେ। ସୁନୀଲ କହିଲେ, କୋମଲ, ଆଜି ମୋର ପିଠିରେ ଯନ୍ତ୍ରଣା କରୁଛି। ଦୟାକରି ଏହାକୁ ଟିକେ ଚାପ ଦିଅ। କୋମଲ ସଂକୋଚ କରି କହିଲା, ମହାଶୟ, ମୁଁ? ସୁନୀଲ କହିଲା, ହଁ, ତୁମର ଆଙ୍ଗୁଠି ନରମ। ଏହା ମୋତେ ଭଲ ଲାଗିବ। କୋମଲ ରାଜି ହୋଇଗଲା। ସୁନୀଲ ସୋଫାରେ ଶୋଇପଡ଼ିଲା। କୋମଲ ତାଙ୍କ ପିଠି ମାଲିସ କରିବାକୁ ଲାଗିଲା। ତା ଆଙ୍ଗୁଠିଗୁଡ଼ିକ ଚାପି ଦେଉଥିଲା ଏବଂ ସୁନୀଲ ନିଶ୍ୱାସ ମାରିଲେ। ଆଃ କୋମଲ, ଏହା ବହୁତ ଭଲ ଲାଗୁଛି। ଆଉ ଟିକେ ଜୋରରେ କୋମଲ। ସେ ଭାବିଲା ଯେ ମାଲିକଙ୍କୁ ଆରାମ ଲାଗୁଥିବ। ସୁନୀଲ ବୁଲି ପଡ଼ି କହିଲେ, ତୁମ ହାତରେ ଯାଦୁ ଅଛି। କୋମଲ ତାଙ୍କ ଦୃଷ୍ଟି ତଳକୁ କଲେ। ସେ ଚାପି ଚାଲିଲେ ଏବଂ ସୁନୀଲଙ୍କ ଆଖି ବନ୍ଦ ହୋଇ ରହିଲା, ଯେପରି ସ୍ୱପ୍ନ ଦେଖୁଥିଲେ। ତାପରେ କୋମଲ କହିଲେ, ମାଲିକ, ରାତ୍ରି ଭୋଜନ ପ୍ରସ୍ତୁତ। ସୁନୀଲ ଉଠିପଡ଼ି କହିଲା, ଧନ୍ୟବାଦ କୋମଲ, ତୁମେ ମୋ ଜୀବନର ଆଲୋକ। ଦିନ ବିତି ଚାଲିଲା। କୋମଲ ଘରେ ଅଧିକ ସମୟ ବିତାଇବାକୁ ଲାଗିଲେ। ସୁନୀଲ ତାଙ୍କ ସହିତ ମଜା କରୁଥିଲେ। ଗୋଟିଏ ଦିନ କୋମଲ ତାଙ୍କ ଆଣ୍ଠୁମାଡ଼ି ପୋଛୁଥିଲେ। ସୁନୀଲ ରୁମ୍ ଭିତରକୁ ଆସି ତଳକୁ ଚାହିଁଲେ ତ ସୁନୀଲ କହିଲେ, କୋମଲ, ତୁମେ ବହୁତ କଠିନ ପରିଶ୍ରମ କରୁଛ। ଉଠ ଉଠ, ମୁଁ ତୁମକୁ ସାହାଯ୍ୟ କରିଦେଉଛି। କୋମଲ କହିଲା, ନା ମହାଶୟ, ଆପଣ। କିନ୍ତୁ ସୁନୀଲ ତଳେ ବସିପଡ଼ି ଏକ କପଡ଼ା ନେଇ ପୋଛିଲା। ତାଙ୍କ ହାତ କୋମଲଙ୍କ ହାତକୁ ସ୍ପର୍ଶ କରୁଥିଲା ଏବଂ ସେମାନେ ଦୁହେଁ ସେହି ସମୟରେ ହସୁଥିଲେ। ସୁନୀଲ କହିଲେ, ଦେଖନ୍ତୁ, ଆମେ ଏକାଠି କେତେ ମଜା କରୁଛନ୍ତି। କୋମଲ ଭାବିଲା, ମାଲିକ କେତେ ଯତ୍ନବାନ। ତାପରେ ଗୋଟିଏ ରାତିରେ କୋମଲ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହିଲା। କାରଣ ସୁନୀଲର ଏକ ବୈଠକ ଥିଲା। ସେ ସୋଫାରେ ବସି ଅପେକ୍ଷା କଲା। ସୁନୀଲ ଆସି କହିଲା, କୋମଲ, ଆଜି ରାତିରେ ତୁମେ ଆଉ ଯାଅ ନାହିଁ। ବହୁତ ଲେଟ୍ ହୋଇଗଲାଣି। କୋମଲ କହିଲା, ମହାଶୟ, ଘରେ ପିଲାମାନେ ଅଛନ୍ତି। ସୁନୀଲ କହିଲା, ସେମାନଙ୍କୁ ଫୋନ୍ କରି କୁହ ଯେ ମୁଁ ତୁମକୁ ସକାଳେ ନେଇ ଛାଡ଼ିଦେବି। କୋମଲ ରାଜି ହୋଇଗଲା। ସେ ଅତିଥି ରୁମ୍ରେ ଶୋଇପଡ଼ିଲା। ସେହି ରାତିରେ ସୁନୀଲଙ୍କ ରୁମ୍ରୁ ଏକ ଶବ୍ଦ ଆସିଲା, ଯେପରି ସେ ଶୋଇପାରୁନାହିଁ। ସୁନୀଲ କୋମଲକୁ ପାଣି ଆଣିବାକୁ କହିଲେ। କୋମଲ ଉଠି ପାଣି ଆଣିବାକୁ ଗଲା। ସୁନୀଲ ପାଣି ନେବା ସମୟରେ କୋମଲଙ୍କ ହାତ ଧରିନେଲେ। କୋମଲ ଭୟଭୀତ ହୋଇଗଲା।
ତାପରେ ସୁନୀଲ ପଚାରିଲା, କୋମଲ, ତୁମ ହାତରେ କ'ଣ ହୋଇଛି? କୋମଲଙ୍କ ହାତରେ ମାଡ଼ର ଚିହ୍ନ ଥିଲା। କୋମଲ କହିଲା, ରାତିରେ ମୋ ସ୍ୱାମୀ ମଦ୍ୟପାନ କରି ମୋତେ ବହୁତ ଜୋରରେ ପିଟିଥିଲେ। ସୁନୀଲ କହିଲେ, କୋମଲ, ଯଦି ତୁମ ସ୍ୱାମୀ ପୁଣି ଥରେ ତୁମକୁ ମାରେ ତେବେ ତୁମେ ମୋତେ କହିବ। ତାପରେ କୋମଲ ତା ହାତ ଟାଣିନେଲା ଏବଂ କହିଲା, ସାର୍, ଏବେ ଆପଣ ଶୋଇପଡ଼ନ୍ତୁ। ଏହା ଏକ ନିତିଦିନିଆ କାର୍ଯ୍ୟ। କୋମଲ ଫେରି ଆସିଲା, କିନ୍ତୁ ସେ ଶୋଇପାରିଲା ନାହିଁ। ସେ ଭାବୁଥିଲା, ସାର୍ ପ୍ରକୃତରେ କେତେ ଭଲ। ପରଦିନ ସକାଳେ କୋମଲ ଉଠି ଜଳଖିଆ ପ୍ରସ୍ତୁତ କଲା। ସୁନୀଲ ପଚାରିଲା, ତୁମକୁ ଗତକାଲି ରାତିରେ ଠିକ୍ରେ ନିଦ ହେଲା ତ? କୋମଲ ଉତ୍ତର ଦେଲା, ହଁ। ଦିନଗୁଡ଼ିକ ସମାନ ଭାବରେ ଚାଲିଲା। କୋମଲଙ୍କ ସ୍ୱାମୀ ରାମ ଜାଣିବାକୁ ପାଇଲା ଯେ କୋମଲ ବିଳମ୍ବରେ ଘରକୁ ଆସୁଛି। ସେ ରାଗିଗଲା, କିନ୍ତୁ ସେ ନିଜ ମନକୁ ସ୍ଥିର ରଖିଲା। କୋମଲ ସୁନୀଲକୁ କହିଲା, ସାର୍, ରାମୁ ବିରକ୍ତ ହେଉଛି। ସୁନୀଲ କହିଲା, ଚିନ୍ତା କର ନାହିଁ, ମୁଁ ତାଙ୍କ ସହିତ କଥା ହେବି। ତୁମର ଖୁସି ମୋର ଖୁସି। କୋମଲ ହସିଲା, କିନ୍ତୁ ଗଭୀର ଭାବରେ। ସେ ଭାବୁଥିଲା ଯେ ସାର୍ କେତେ ଗଭୀର ଭାବରେ ମୋତେ ସମର୍ଥନ କରୁଛନ୍ତି। ଧୀରେ ଧୀରେ କୋମଲ ସୁନୀଲଙ୍କ ଘରେ ଅଧିକ ସମୟ ବିତାଇବା ଆରମ୍ଭ କଲା। ପିଲାମାନେ ମଧ୍ୟ ବେଳେବେଳେ ସେଠାକୁ ଆସିଲେ। ସୁନୀଲ ସେମାନଙ୍କ ସହିତ ଖେଳୁଥିଲା ଏବଂ କୋମଲ ଏସବୁ ଦେଖୁଥିଲା। ଗୋଟିଏ ଦିନ ସୁନୀଲ କହିଲା, କୋମଲ, ତୁମର ଶରୀର ଏତେ ନରମ, ରେଶମ ପରି। କୋମଲ ହସି କହିଲା, ସାର୍, ମଜା କର ନାହିଁ। କିନ୍ତୁ ସୁନୀଲ ଗମ୍ଭୀର ଥିଲା। ନା, ମୁଁ ସତ କହୁଛି। କୋମଲର ହୃଦୟ ଧଡ଼ ଧଡ଼ କରୁଥିଲା। ସେ ଭାବୁଥିଲା, ବେଳେବେଳେ ମୁଁ ବୁଝିପାରୁନାହିଁ ଯେ ସାର୍ କ'ଣ କହୁଛନ୍ତି। ତାପରେ ଗୋଟିଏ ସନ୍ଧ୍ୟାରେ ସୁନୀଲ କୋମଲକୁ ଡାକିଲା, ଆସ, ଏକାଠି ମିଶି ଟିଭି ଦେଖିବା। କୋମଲ ଯାଇ ସେଠାରେ ବସିଲା। ଟିଭିରେ ଏକ ସିନେମା ଚାଲୁଥିଲା। ସୁନୀଲ କହିଲା, ଦେଖ, ନାୟକ ଏବଂ ନାୟିକା କେତେ ନିକଟତର। କୋମଲ କହିଲା, ହଁ ସାର୍। ସୁନୀଲର ହାତ କୋମଲର କାନ୍ଧ ଉପରେ ପଡ଼ିଲା। କୋମଲ ଅଟକିଗଲା, କିନ୍ତୁ ତାହା ଅଟକାଇଲା ନାହିଁ। ତାର ହୃଦୟ ଧଡ଼ ଧଡ଼ କରୁଥିଲା। କିନ୍ତୁ ସିନେମା ଶେଷ ହେଲା ଏବଂ ସୁନୀଲ ପଚାରିଲା, ତୁମକୁ ଏହା ଭଲ ଲାଗିଲା? କୋମଲ କହିଲା, ହଁ ସାର୍। ମାସ ମାସ ଏହିପରି ବିତିଗଲା। ଗୋଟିଏ ଦିନ କୋମଲ ଅସୁସ୍ଥ ହୋଇଗଲା। ସୁନୀଲ କହିଲା, ଘରକୁ ଯାଅ ନାହିଁ, ଏଠାରେ ବିଶ୍ରାମ ନିଅ। କୋମଲ ସେଠାରେ ରହିଗଲା। ସୁନୀଲ ତାକୁ ଔଷଧ ଦେଲା ଏବଂ ତାର ମୁଣ୍ଡ ମାଲିସ କଲା। ତାର ଆଙ୍ଗୁଠି କୋମଲର କେଶରେ ଥିଲା। ସୁନୀଲ ପଚାରିଲା, ତୁମେ ଏବେ ଭଲ ଅନୁଭବ କରୁଛ ତ? କୋମଲ କହିଲା, ହଁ। ସେହି ରାତିରେ ସୁନୀଲ କୋମଲ ପାଖରେ ବସିଥିଲା। କୋମଲ ଭାବିଲା, ଏ ମାଲିକ ବହୁତ ଭଲ। ସମୟ ବିତିଲା ଏବଂ କୋମଲ ସୁନୀଲର ଘରକୁ ନିଜ ଘର ପରି ବ୍ୟବହାର କରିବାକୁ ଲାଗିଲା। ଦୈନନ୍ଦିନ କାର୍ଯ୍ୟଶୈଳୀ ଏହିପରି ହୋଇଗଲା ଯେ ସେ ସକାଳେ ଆସିବ, ଘର ସଫା କରିବ, ରୋଷେଇ କରିବ ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ମଧ୍ୟଭାଗରେ ସୁନୀଲ ଦେଖା କରିବ। ତାଙ୍କ କଥା କୋମଲକୁ ଟିକେ ଦ୍ୱନ୍ଦ୍ୱରେ ପକାଇବ, ଯେପରି ସେ କିଛି କହିବାକୁ ଚାହୁଁଛି କିନ୍ତୁ କହିପାରୁନାହିଁ। ଗୋଟିଏ ଅପରାହ୍ନରେ କୋମଲ ବାଲକୋନିରେ କପଡ଼ା ଶୁଖାଉଥିଲା। ପବନ ବହୁଥିଲା। ସୁନୀଲ ଏକ କଫି କପ୍ ଧରି ବାହାରକୁ ଆସିଲେ। କୋମଲ, ଏହା ନିଅ ଏବଂ ଏହାକୁ ପିଅ, ତୁମକୁ ମଧ୍ୟ ଭଲ ଲାଗିବ, ସେ କହିଲେ। କୋମଲ ମଗ୍ ନେଲା ଏବଂ ସେମାନେ ଦୁହେଁ ବାଲକୋନିରେ ଠିଆ ହେଲେ। ତଳେ ସହରର ଆଲୋକ ଝଲସୁଥିଲା। ସୁନୀଲ କୋମଲକୁ ଦେଖୁଥିଲେ। କୋମଲର ଶାଢ଼ୀ ପବନରେ ଉଡ଼ୁଥିଲା। ସେ ମଜା କରି କହିଲେ, ତୁମର ଶାଢ଼ୀ ଏତେ ପତଳା, ଏହା ପବନରେ ଉଡ଼ିଯିବ ବୋଲି ମନେ ହେଉଛି। କୋମଲ ହସି ହସି ଉତ୍ତର ଦେଲା, ମହାଶୟ, ଏହା ଆପଣ ଦେଇଛନ୍ତି, ତେଣୁ ଏହା ଶକ୍ତିଶାଳୀ, ଏହା ଉଡ଼ିଯିବ ନାହିଁ। କିନ୍ତୁ ସୁନୀଲଙ୍କ ଦୃଷ୍ଟି ଆହୁରି ଗଭୀର ହୋଇଗଲା। ପତଳା ଜିନିଷଗୁଡ଼ିକ ଅଧିକ ଆକର୍ଷଣୀୟ ଦେଖାଯାଉଛି। କୋମଲଙ୍କ ମୁହଁ ଲାଲ ହୋଇଗଲା, କିନ୍ତୁ ସେ କହିଲେ, ମହାଶୟ, କଫି ଭଲ ଲାଗିଲା। କଥାବାର୍ତ୍ତା ସେଠାରେ ଶେଷ ହେଲା। କିନ୍ତୁ କୋମଲଙ୍କ ମନରେ ଏହି କଥା ଘୁରି ବୁଲିଲା ଯେ ଏହି କଥାର ଅର୍ଥ କ'ଣ? ପରବର୍ତ୍ତୀ କିଛି ଦିନ ସେହିପରି ବିତିଗଲା। କୋମଲ ସୁନୀଲଙ୍କ ସହିତ ଅଧିକ ଖୋଲା ହୋଇଗଲା। ଗୋଟିଏ ସନ୍ଧ୍ୟାରେ ସେ ବୈଠକଖାନାରେ ସୋଫାରେ ବସି ସୁନୀଲଙ୍କ ସହିତ ଚା ପିଉଥିଲେ। ଟିଭିରେ ଏକ ପୁରୁଣା ସିନେମା ଚାଲୁଥିଲା, ଯେଉଁଥିରେ ନାୟକ ନାୟିକା ନିକଟତର ହେଉଥିଲେ। ସୁନୀଲ କହିଲେ, ଦେଖ କୋମଲ, ଜୀବନରେ ଏପରି ମୁହୂର୍ତ୍ତ ଆସେ ଯେତେବେଳେ ଲୋକମାନେ ନିକଟତର ହୁଅନ୍ତି।
କୋମଲ ପଚାରିଲା, ସାର୍ ମ୍ୟାଡ଼ାମ୍ କେବେ ଆସିବେ? ଏହା ଶୁଣି ସୁନୀଲ ଦୁଃଖିତ ଦେଖାଯାଉଥିଲା। ମୁଁ ଜାଣିନାହିଁ, ସେ କାମରେ ବ୍ୟସ୍ତ ଅଛନ୍ତି, କିନ୍ତୁ ତୁମେ ଏଠାରେ ଅଛ ନା, ତେଣୁ ଘର ପୂର୍ଣ୍ଣ ଲାଗୁଛି। ତାଙ୍କ ହାତ କୋମଲଙ୍କ ଜଙ୍ଘ ପାଖରେ ଆସି ପହଞ୍ଚିଲା, ଯେପରି ଦୁର୍ଘଟଣାବଶତଃ। କୋମଲ ଏହାକୁ ଟାଣି ନଥିଲା, କିନ୍ତୁ ତା ହୃଦୟ ଧଡ଼ ଧଡ଼ କରୁଥିଲା। ମହାଶୟ, ମୁଁ କେବଳ ଜଣେ ଚାକରାଣୀ, ସେ କହିଲା। ସୁନୀଲ ହସି କହିଲା, ନା କୋମଲ, ତୁମେ ତା'ଠାରୁ ଅଧିକ। କୋମଲ ଉଠି ରୋଷେଇ ଘରକୁ ଗଲା। ସେହି ରାତିରେ ସେ ଘରକୁ ଗଲା, କିନ୍ତୁ ଶୋଇପାରିଲା ନାହିଁ। ରାମ ମଦ ପିଇ ଘରେ ଶୋଇଥିଲା, ଆଉ କୋମଲ ସୁନୀଲର ଜୀବନ କେତେ ଏକାକୀ ଥିଲା ସେ ବିଷୟରେ ଭାବୁଥିଲା। ତାପରେ ଗୋଟିଏ ଦିନ ସୁନୀଲ କହିଲା, କୋମଲ, ଆସ ଆଜି ଘରେ କିଛି ସ୍ୱତନ୍ତ୍ର କରିବା। ମୁଁ ତୁମକୁ ମଶା ଶିଖାଇବି। ମୁଁ ତୁମର ଥକାପଣ ଦୂର କରିଦେବି। କୋମଲ ସଂକୋଚ କଲା। ମହାଶୟ, କାହିଁକି? ସୁନୀଲ କହିଲା, ତୁମେ ପ୍ରତିଦିନ କଠିନ ପରିଶ୍ରମ କର। ମୁଁ ତୁମର ପିଠି ମସାଜ କରିଦେବି। କୋମଲ ଥକା ଥିଲା, ତେଣୁ ସେ ରାଜି ହୋଇଗଲା। ସେ ବିଛଣାରେ ଶୋଇପଡ଼ିଲା। ଏହାପରେ କ'ଣ ଘଟିଲା ପରବର୍ତ୍ତୀ କାହାଣୀରେ କହିବି। ଧନ୍ୟବାଦ।